ଜୟ ଜଗନ୍ନାଥ। ଗୋଟିଏ ସୁନ୍ଦର ଉଦାହରଣ ଦେଉଛି, କାରଣ ମୋ ହେତୁ ପାଇନଥିଲା। ମୁଁ ଯେତେବେଳେ ଭଗବାନ ପ୍ରତି ବହୁତ ନିଷ୍ଠାର ସହିତ ପୂଜା କରେ, କିନ୍ତୁ ମହତ କିଛି ଜାଣିନଥାଏ। ସେଇ ସମୟରେ ଛନ୍ଦିକି କବିତା ଏମିତି ଅନେକ କିଛି ଲେଖେ, ମୁଁ କାନ୍ଦଣା ସବୁ ଲେଖେ, କିନ୍ତୁ ତାର ଭାବ ଜାଣିନଥାଏ। କିନ୍ତୁ ଏବେ ଯେତେବେଳେ ମୋବାଇଲ ମାଧ୍ୟମରେ ଦେଖୁଛି, ଅନେକ ଗଲାବେଳେ କାନ୍ଦୁଛନ୍ତି। ଆମେ ବି ବେଳେବେଳେ କାନ୍ଦୁ, କାରଣ କାନ୍ଦ ହେଉଛି ଆମ ଜୀବନର ଗୋଟେ ସୁନ୍ଦର ତାଲିକାରେ ଲେଖା ରହିଥିବା, ଲିପିବଦ୍ଧ ହୋଇ ରହିଥିବା ଗୋଟେ ସଂସ୍କାର କହିଲେ ଚଳେ। କାନ୍ଦଟା ଦୁଃଖରେ କାନ୍ଦନ୍ତି, ସୁଖରେ ମଧ୍ୟ କାନ୍ଦନ୍ତି। କାନ୍ଦ ପାଇଁ କିଛି ଅଧୈର୍ଯ୍ୟ ହେବା କିଛି ଦରକାର ନାହିଁ। ମୋ ମତରେ କହୁଛି, ମୋ ରାଧାକୃଷ୍ଣ, ମୋ ଜଗନ୍ନାଥଙ୍କ ଭାବନାରେ କହୁଛି। ଆପଣଙ୍କ ମତରେ ସେଇଟା କ'ଣ ହେଇଥାଏ, ମୁଁ ତାହା କହିପାରିବି ନାହିଁ। ଝିଅଟି କାନ୍ଦିକି ଗଲାବେଳେ ଭାଇକି ଧରି କାନ୍ଦେ, ଭାଇ ମୁଁ ତୋତେ ଛାଡ଼ିକି ଚାଲି ଯାଉଛି। ଭଉଣୀକି ଧରି କାନ୍ଦେ, ଭଉଣୀ ମୁଁ ତୋତେ ଛାଡ଼ି ଚାଲି ଯାଉଛି। ଭାଉଜକୁ ଧରି କାନ୍ଦନ୍ତି, ମୁଁ ତୁମକୁ ଛାଡ଼ି ଚାଲି ଯାଉଛି। ବାପା ମାଆଙ୍କୁ ଧରି କାନ୍ଦନ୍ତି, ମୁଁ ତୁମକୁ ଛାଡ଼ି ଚାଲି ଯାଉଛି। ସାଙ୍ଗସାଥିକି ମଧ୍ୟ ଧରି କାନ୍ଦନ୍ତି, ମୁଁ ତୁମକୁ ଛାଡ଼ି ଚାଲି ଯାଉଛି। ମୁଁ ଅନ୍ୟର ସଂସାରରେ ରହିବି, ଅନ୍ୟର ହାତ ଧରିବି, କେମିତି ସେଇ ସଂସାର ଗଢ଼ିବି। ମୁଁ ତ ଫୁଲର ଭାର ସହିନଥିଲି, କେମିତି ପଥରର ଭାର ସହିବି, ଏମିତି କହନ୍ତି। କିନ୍ତୁ ମୁଁ ତା ଭିତରୁ ଅନେକ ଜିନିଷ ତର୍ଜମା କଲି। ଆମ ଭିତରେ କିଛିଟା ଭୁଲ ରହିଗଲା ରେ ଜଗା, ଏ ନାରୀ ଶକ୍ତି ଭିତରେ କିଛି ଭୁଲ ରହିଗଲା। ତ ମାୟାଟାକୁ ଆମେ ଜାଣିପାରିଲୁନୁ, ସେଥିପାଇଁ ଏଭଳି ଭାବନା ଭିତରେ ଆମେ ରହିଗଲୁ। ପ୍ରକୃତରେ ଦେଖିବାକୁ ଗଲେ ଆମ ଶାଶୁ ଶ୍ୱଶୁର ଆମ ପାଇଁ ଯାହା, ବାପ ମା ହିଁ ତାହା। ଭାଇ ଭଉଣୀ ଯାହା, ନଣନ୍ଦ ଦିଅର ବି ତାହା। ସାଙ୍ଗସାଥି ବି ଯାହା, ସେମାନଙ୍କର ବନ୍ଧୁବାନ୍ଧବ ସମସ୍ତେ ବି ଆମର ମିଳିମିଶି ଯେଉଁମାନେ ଚଳନ୍ତି, ସେମାନେ ବି ଆମର ସେଇ ସାଙ୍ଗସାଥି ଭଳି। ଦେଖିବାକୁ ଗଲେ ସମସ୍ତେ ଆମ ପାଇଁ ସମାନେ। ବାପ ମା ରାଗିଲେ, ଭୁଲ କଲେ ଆମକୁ କହୁଛନ୍ତି, ଶାଶୁ ଶ୍ୱଶୁର କହୁଛନ୍ତି। ଭାଇ ଭଉଣୀ ଭୁଲ କଲେ କହୁଛନ୍ତି, ନଣନ୍ଦ ଦିଅର ମଧ୍ୟ କହୁଛନ୍ତି। ସାଙ୍ଗସାଥି ଭୁଲ କଲେ କହୁଛନ୍ତି, ସେମିତି ତାଙ୍କ ବନ୍ଧୁବାନ୍ଧବ ଭୁଲ କଲେ କହୁଛନ୍ତି। ସ୍ୱାମୀଟିଏ, ତାର ତ ଗୋଟେ ସୁନ୍ଦର ତାର ଉଦାହରଣ ପରେ ଦେବି। ଏସବୁ ଦେଖିବାକୁ ଗଲାବେଳକୁ ଏତିକି କିଛି ବାପା ମା ବି ଅଛନ୍ତି, ଆପଣ ଭାବିବେ ନା ବାପା ମା କହନ୍ତି, ସ୍ନେହଶ୍ରଦ୍ଧା କହନ୍ତି, କୋଳେଇ ନିଅନ୍ତି, କିନ୍ତୁ ଶାଶୁ ଶ୍ୱଶୁର କୋଳେଇ ନିଅନ୍ତି ନାହିଁ। କିନ୍ତୁ ମୋ ମତରେ ଏବେକା ଡେଟ୍ରେ ମୁଁ ଦେଖୁଛି, ଅନେକ ଶାଶୁ ଶ୍ୱଶୁର କୋଳେଇ ନେଉଛନ୍ତି। ଅନେକ ବାପା ମା ଯେମିତି କୋଳେଇ ନେଉଛନ୍ତି, ଆଉ ଅନେକ ବାପା ମା କୋଳେଇ ନେଉନଥିଲେ, ଏଇଟା ଲୋକେ ଭାବୁଥିଲେ। ସବୁବେଳେ କହନ୍ତି ବାପା ମାଆଙ୍କୁ ସବୁବେଳେ କୋଳେଇ ନିଅନ୍ତି, କିନ୍ତୁ ଏବେ ଏଇ ଯେଉଁ ଟଙ୍କା ଧନ ସମ୍ପତ୍ତି ଯୋଗୁଁ ବାପା ମା ବି ଆଉ ପିଲାଙ୍କୁ କୋଳଉ ନାହାନ୍ତି। କାରଣ ଗୋଟେ ଝିଅ ଯଦି, ଗୋଟେ ମା ଯଦି ତା ପୁଅର ସପୋର୍ଟ ନେଇଥିବ, ମୋ ଝିଅମାନଙ୍କୁ ନେଇକି ବାହାଘର କଲି, ସବୁ ସରିଲା, ମୋର ପୁଅର କିଛି ନାହିଁ, ତା ପାଇଁ କିଛି ମୁଁ ରଖିନାହିଁ, ତା ଜୀବନ କେମିତି ସୁଖମୟ ହେଉ, ଏଇ ଭାବନା ରୁହନ୍ତି। ସେହି ସମୟରେ ଝିଅଟି ପ୍ରେସର କରେ, ସେଠି ଗୋଟେ ବିଲ ଅଛି, ଏଠି ତୋ ପାଖରେ ଧନ ଅଛି, ସେଥିରୁ ମୋତେ କିଛି କିଛି ଦେ। ସେହି ସମୟରେ ମାଆର ବି ଝିଅ ପ୍ରତି ରାଗ ଭାବ ଆସେ। ଏହା ନିରାଟ ସତ୍ୟ। ଆଉ ହେଲା, ସଂସାର ଗଢ଼ିବା ପାଇଁ ଆମେ ଯେହେତୁ ଆସିଛୁ, ଆମେ ଗୋଟେ ପୁରୁଷ ଦ୍ୱାରା ସଂସାର ଗଢ଼ିବୁ, ସେଇଟା ଭଗବାନଙ୍କ ମାଧ୍ୟମ, ମଣିଷର ମାଧ୍ୟମ ସେଥିରେ କିଛି ନାହିଁ। ମଣିଷ କେବଳ ବାଆକୁ ବାତା, ସବୁ କେବଳ ଭଗବାନ ଗଢ଼ିଥାନ୍ତି। ଆ ପର ମୁହୂର୍ତ୍ତରେ ମୋର ଗୋଟେ କାନ୍ଦଣା ବି କହୁଛି, ଆପଣଙ୍କୁ କହିବି। ଆଉ ଏଇ କଥା ମାଧ୍ୟମରେ ଯଦି ମୋର ଭୁଲ ଥାଏ, ତାହେଲେ ମୋ ରାଧାକୃଷ୍ଣ ଭାବନାରେ, ମୋ ଜଗନ୍ନାଥଙ୍କ ଭାବନାରେ ମୁଁ କହୁଛି। ଯଦି ବି ଏଥିରେ ଭୁଲ ଥାଏ, ତାହେଲେ ମୋତେ କ୍ଷମା କରନ୍ତୁ। ରହୁଛି। ଜୟ ଜଗନ୍ନାଥ। ଲୋକ କହନ୍ତି ପର ବି ଆପଣାର କେବେ ହେଇପାରିବ, ଭୁଲ। ନିଶ୍ଚିନ୍ତ ପର ଆପଣାର ହୋଇପାରିବେ। ମୋ ଜଗନ୍ନାଥଙ୍କ ଭାବନାରେ ମୁଁ କହୁଛି। ଜୟ ଜଗନ୍ନାଥ।